ତମ ପାଖରେ ମେଡିକାଲ ଡକୁମେଣ୍ଟ ଅଛି? ହାଭ୍ ୟୁ ସୋ ଦେଖେଇ ପାରିବ ସେମାନେ ମଦ ପିଇଥିଲେ ବୋଲି? କଣ ପାଇଁ ଭାଷା ଭାଷା ଲଗେଇବେ? କଣ ବାଉଁଶ କିଳା ଫିଳା ଏସବୁ ବହୁତ କଥା ବି ମାନେ ଭାଷା ତ ଭାଷା ଲଗାଉଛନ୍ତି, ତା ଛଡା ଯୋଉ ଅବେଗା କଥାବାର୍ତ୍ତା କରୁଛନ୍ତି ଯୋଉଟାକି ଆଜ୍ଞା ଭଲ ନାହିଁ। ବ୍ଲଗର ରାହୁଲ ମହାରଣା ତାଙ୍କ ପରିବାର ଥାନାକୁ ଯାଇଥିଲେ, ମଞ୍ଚେଶ୍ୱର ଥାନା। କଣ ଅପଡେଟ୍ ଅଛି ତା ଭିତରେ? ଅପଡେଟ୍ ଆଜ୍ଞା ଇନଭେଷ୍ଟିଗେସନ ଯେହେତୁ ଅଣ୍ଡର ପ୍ରୋଗ୍ରେସ ଅଛି, ମୁଁ ବେଶୀ କିଛି ଡିସକ୍ଲୋଜ କରିପାରିବି ନାହିଁ। ଆଉ ଏଥିରେ କେସ୍ ଅଲରେଡି ହେଇସାରିଛି। ଆଉ ଏଥିରେ ସତୁରା ଆଲିଆ ସଂଗ୍ରାମ କେଶରୀ ବେହେରା, ଏଜ୍ ହେଉଛି 37, ସନ୍ ଅଫ୍ ଲେଟ୍ ଶ୍ୟାମ ସୁନ୍ଦର ବେହେରା। ଆଉ ଦୁଇରେ ମୁନା ଆଲିଆ ସମରେନ୍ଦ୍ର ବେହେରା, ବୟସ ହେଉଛି 20, ପିତାଙ୍କର ନାମ ହେଉଛି ସୁଦର୍ଶନ ବେହେରା। ଆଉ ଜଣେ ହେଉଛନ୍ତି କୁନା ଏଲିଆ ସଂଗ୍ରାମ ବେହେରା, ବାପାଙ୍କ ନାଁ ହେଉଛି ସୁଦର୍ଶନ ବେହେରା। ସେମାନେ ହେଉଛନ୍ତି, ଗାଁ ହେଉଛି ମାଣପୁର, ଥାନା ହେଉଛି କାନପୁର, ଡିଷ୍ଟ କଟକ। ଆଉ ଏମାନେ ଏ ଯୋଉ ସତୁରା ଗୋଟେ ହେଉଛି ମିଲିଟାରୀ ମ୍ୟାନ୍, ଆଉ ସେ ଜିଜିପି କଲୋନୀରେ ଭଡ଼ାରେ ରହୁଥିଲା। ଆଉ ସେମାନେ ଏ କେସ୍ରେ ଇନଭଲ୍ଭ ଅଛନ୍ତି ଏବଂ ଓପନ୍ ସ୍ପେସ୍ରେ ଷ୍ଟାବିଂ କରିଛନ୍ତି। ଏବଂ ସେଥିରେ ସେ ନାଇଫ୍ ବି ଜବତ ବି ହେଇଛି। ଆଉ ସେଥିରେ 1/3/2026ରେ କେସ୍ ରେଜିଷ୍ଟ୍ରେସନ ହେଇଛି ମଞ୍ଚେଶ୍ୱର ଥାନାରେ। ଆଉ ଅଣ୍ଡର ସେକ୍ସନ 1031 ମର୍ଡର ଆଉ 35 କମନ ଇଣ୍ଟେନସନ, ମାନେ ଅଦର ଆକ୍ୟୁଜ ପର୍ସନ୍ସ ଅଲସୋ ଇନଭଲ୍ଭ ଇନ୍ ଦିସ୍ କେସ୍। 1031 ହେଉଛି ମର୍ଡର ଆଜ୍ଞା। ତାদের ଫ୍ୟାମିଲି ଯୋଉ ଯାଇଥିଲେ କଣ ପାଇଁ ଯାଇଥିଲେ? ରୁଟିନ ଇଏ ପାଇଁ ନା ଆଉ କୋଉଥିପାଇଁ? ନାଇଁ ଯେହେତୁ ରାହୁଲ ବାପା ମା ଆଉ ତାଙ୍କର ୱାଇଫ ଆଇଏସିଙ୍କ ସେଥିରେ ପର୍ସନାଲି ଭେଟ ହେଇନଥିଲା ଏବଂ ତାଙ୍କ ଯେହେତୁ ଏକୋଇର କଳା ବିସିକେସନ ଏଭଳି ଘରର ମୂଳଦୁଆ ଥିଲା। ଆଉ ଏ ବୟସରେ ମାନେ ଆଉ କେହି ଆଗକୁ କିଏ ନାହିଁ ଭରସା। ଆଉ ମାନେ ଯେହେତୁ ତାଙ୍କ ମନରେ ଟିକେ ଥିଲା ଆଇଏସି କି ଭେଟିବା ପାଇଁ, ଆଇଏସି କୁ ଭେଟି ଫର୍ଦର କୋର୍ସ ଅଫ୍ ଇନଭେଷ୍ଟିଗେସନ ଉପରେ ପଚାରିବା ପାଇଁ ଯାଇଥିଲେ। ଆଉ ଇନଭେଷ୍ଟିଗେସନରେ ବି ଆମେ ସମସ୍ତେ ସନ୍ତୁଷ୍ଟି ପ୍ରକାଶ କରୁଛୁ ଏବଂ ଏଥିରେ ନାଇଫ୍ ଟି ବି ଅଲରେଡି ରିକଭରି ବି ହେଇଛି। ଆଉ ନାଇଫ୍ ଟି ସେ ଯୋଉ ଫୁଲ କୁଣ୍ଡ ତଳେ ରଖିଥିଲା, ସେଇଟା ବି ସିଜର ବି ହେଇସାରିଛି ସାକ୍ଷୀମାନଙ୍କର ଉପସ୍ଥିତିରେ। ଆଉ ତା ଛଡା ଆଉ ଯାହା ସେକ୍ସନ ସବୁ ଲାଗିବାର ଅଛି, ଆଉ ଏଥିରେ ବି ଯାହା ମାନେ ଫର୍ଦର କୋର୍ସ ଅଫ ଇନଭେଷ୍ଟିଗେସନରେ ଯାହାର ବି ସମ୍ପୃକ୍ତି ଆସିବ ସେ ବି ଏଥିରେ ଆରେଷ୍ଟ ହେବେ ଏବଂ ଦଣ୍ଡ ଭୋଗିବା କଥା, ଜେଲ ଦଣ୍ଡ ଭୋଗିବା କଥା ଭୋଗିବେ। ପରିବାର କଣ ଭୟଭୀତ ଅଛନ୍ତି? ନାଇଁ ଆଜ୍ଞା, କେହି ଭୟଭୀତ ନାହାନ୍ତି। ପୋଲିସ ପେଟ୍ରୋଲିଂ ଠିକ ସେ ଚାଲିଛି, ଆଉ ଭୟଭୀତ ନାହାନ୍ତି। ଏବଂ ଆଇଏସି ବି ମଞ୍ଚେଶ୍ୱର ଥାନାର ଆଇଏସି ଯିଏ ଅଛନ୍ତି ବହୁତ ଭଲ ସେ କୋଅପରେଟ କରୁଛନ୍ତି। ଆଜ୍ଞା ପୋଲିସ ପ୍ରୋଟେକ୍ସନ ପିସିଆର ତାଙ୍କ ଘର ପାଖକୁ ଯାଉଛି ଏବଂ ଫ୍ୟାମିଲି ମାଗିଥିଲେ ନା ପୋଲିସ ତାର? ନା ପୋଲିସ ତାର ନିଜେ ଏମାନେ ବି ଥରେ ଦିଥର ବି ଅଲରେଡି ଥାନାକୁ ଜଣେଇଥିଲେ ଯେ କିଛି ଏଇ କେସ୍ ହେଲା ପରେ 3-4 ଜଣ ପିଲା ଇଏ ହେଲମେଟ ପିନ୍ଧି ଆସିକିରି କଣ ଫଟୋ ଉଠଉଥିଲେ ଘରର। ଏଇଟା ଇମିଡିଏଟଲି ଆମେ ଜଣେଇଥିଲୁ। ଜଣେଇଲା ପରେ ଥାନାର ପିସିଆର ବି ଯାଉଛି। ପିସିଆର ଯାଇକିରି ମାନେ ତାଙ୍କୁ ଯାହା ସେ ସରାଉଣ୍ଡିଂଟାକୁ ବୁଲିକିରି ଦେଖିକିରି ଆସୁଛନ୍ତି। ଏକ୍ସାକ୍ଟଲି କଜ ଅଫ ରିଜନ କଣ ଅଛି ରାହୁଲ ମହାରଣାକୁ କାହିଁକି ଏମିତି ଦେଖନ୍ତୁ ଆଜ୍ଞା, ମତେ ଆଉ ବେଶୀ ଭିତରକୁ ନିଅନ୍ତୁନି। ଏଥିରେ ଯେହେତୁ ଅଲରେଡି 3 ଜଣ ଅଲରେଡି ଆରେଷ୍ଟ ହେଇସାରିଛନ୍ତି ଏବଂ ତାଙ୍କ ନାଁରେ ପ୍ରାଇମା ଫାସିଇ କେସ୍ ଅଲରେଡି ବିନ୍ ମେଡ୍ ଆଉଟ୍। ଆଉ ଏ ଚଣ୍ଡାଳ ମାନଙ୍କୁ ଯେପରି ଉପଯୁକ୍ତ ଭାବରେ ଦଣ୍ଡ ବିଧାନ କରାଯିବ ଏବଂ ଏମାନେ ମିଲିଟାରୀରେ ଥାଇକିରି ଯୋଉ ଦାଦା ପୁତୁରାକୁ ଲଗେଇକିରି ଗୋଟେ ପରିବାରର ମୁଣ୍ଡ ନେଇଛୁ,
ସେଥିଲାଗି ଯେପରି ଆପଣମାନଙ୍କୁ ବି ମୋର ନିବେଦନ ଯେ ହେଉଛି ଆମର ମିଡ଼ିଆ ଭାଇମାନଙ୍କୁ ଭଉଣୀମାନଙ୍କୁ ଯେମିତି ଯେଉଁମାନେ ମାରିଛନ୍ତି ଏଇ ଯେଉଁ ସତୁରା ମୁନା ଆଉ କୁନା ଏମାନଙ୍କର ପରିବାର ଭିତରେ ଟିକେ ଯାଆନ୍ତୁ। ତାଙ୍କର ପରିବାର ହୁଏତ ତାଙ୍କର ପରିବାର ଭିତରେ ଏ କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ଅଛି କି ନାହିଁ ଏବଂ ସେମାନଙ୍କର ଚାଲିଚଳନ ଆଚାର ବ୍ୟବହାର ଆଉ ଆଚରଣ ଉଚ୍ଚାରଣ ଟିକେ ଆପଣମାନେ ବି ଯାଇ ଟିକେ ଦେଖନ୍ତୁ। ଆଉ ଦେଖିଲେ ଠିକ ଟିକେ ସତ କଥାଟା ବି ପଦାକୁ ବି ଆସିପାରନ୍ତା। ରାହୁଲଙ୍କ ସ୍ତ୍ରୀ କଣ ଏବେ ସନ୍ଦେହ କରୁଛି ଆଉ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି? ନାଇଁ ମୁଁ ଏଥିରେ କାହାକୁ ବି ଛଡ଼ାଯିବ ନାହିଁ। ଯାହାର ବି ଏଥିରେ ଇନଭଲଭମେଣ୍ଟ ଆସିବ କାହାକୁ ବି ଛଡ଼ାଯିବ ନାହିଁ। ଆଉ ସମସ୍ତେ ଏଥିରେ ସ୍କାନରରେ ଅଛନ୍ତି ଏବଂ ଯେଉଁମାନେ ସବୁ ବ୍ୟାଡ୍ କମେଣ୍ଟ ସବୁ ଦେଇଥିଲେ ତାଙ୍କୁ ବି ଆମେ ଅଲରେଡ଼ି ସ୍କ୍ରିନଶଟ୍ ବାହାର କରିକି ବି ରଖିଛୁ। ଆଜ୍ ପର୍ ଦି IT Act 2000 ଅନୁସାରେ ଆମେ ସେଥିଲାଗି ଅଲରେଡ଼ି ପ୍ରୋଗ୍ରେସ୍ ହେଇସାରିଲାଣି। ସେମାନଙ୍କ ନାଁରେ କିଛିଟା ଫେକ୍ ଆଇଡି ବାହାରି କେହି ବି ଏ ଯେଉଁ ସଚିନ ହଉ ବା ବବଲୁ ହଉ କି ଶିବା ହଉ ସେଦିନ ସିଙ୍ଗଲ ଡ୍ରପ୍ ବି ନଥିଲେ। କିନ୍ତୁ ଯେଉଁମାନେ ଏମାନଙ୍କୁ ଏ ଯେଉଁ ସଚିନକୁ ହଉ ରାହୁଲକୁ ହଉ ବବୁଲକୁ ହଉ ଶିବାକୁ ହଉ ଯେଉଁମାନେ କହୁଛନ୍ତି ମାନେ ମଦୁଆ ଫଦୁଆ ବୋଲି ଯେଉଁମାନେ ଆଖ୍ୟା ପ୍ରକାଶ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଯେପରି ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ। ତମ ପାଖରେ ମେଡିକାଲ ଡକୁମେଣ୍ଟ ଅଛି? ହାଭ୍ ୟୁ ଶୋ ଏନି ଡକୁମେଣ୍ଟ ଦେଖେଇ ପାରିବ ସେମାନେ ମଦ ପିଇଥିଲେ ବୋଲି? ମାନେ କିଏ ମଦ ପିଇଥିଲା? ଗୋଟେ ବସିକିରି ଗୋଟେ ମୋବାଇଲଟା ଆଜିକାଲି ହେଇଗଲାଣି ନା ଟିଭି, ମାନେ ପାଠରେ ନ ଯାଇକିରି ଆରେ ପାଠରେ ମାତ ପରୀକ୍ଷା ଦିଅ, ନିଜ ପରିବାରର କିପରି ଉନ୍ନତି ହବ ସେଇଟାକୁ ଚେଷ୍ଟା କର। ସେଇଟାରେ ନ ମାତିକିରି ଏ ଆଣ୍ଡ୍ରଏଡ ଫୋନରେ ମାତିଲେ କ'ଣ ହବ? ମାତିକିରି ଏସବୁ ମାନେ ଅପ୍ ଟୁ ଡେଟ୍ ନ୍ୟୁଜ୍ ଆସୁଛି ଦେଖ। ଯଦି ତମର ବ୍ୟାଡ୍ କମେଣ୍ଟ ମାନେ ଯଦି ଭଲ କମେଣ୍ଟ ଦବାର ଅଛି ଦିଅ, ଯଦି ବ୍ୟାଡ୍ କମେଣ୍ଟସରୁ ଏଥିରୁ ଅବ୍ୟାହତି ନେଇଯାଅ, ନହେଲେ ଆଜ୍ ପର୍ ଦି ଲିଗାଲ ପ୍ରୋସିଡିୟର୍ସ ଆଉ IT Act 2000ରେ ଆମେ ପୁରା ପ୍ରପର ଲିଗାଲ ଆକ୍ସନରେ ପୁରା ଭଲ କରି ପନିଶମେଣ୍ଟ ଦେବୁ। ଆଉ ଏଥିପାଇଁ ବି ଅଲରେଡ଼ି ଆମେ ସବୁ ମୁଁ ଡିସକ୍ଲୋଜ କରୁନି, ବେଶୀ ଟିକେ ଡିସକ୍ଲୋଜ କଲେ କେତେଟା ଫେକ୍ ଆଇଡି ବି ଅଛନ୍ତି। ଆଉ କେତେଟା ଫେକ୍ ଆଇଡି ଥାଇକିରି ଏ ଯେଉଁ ଫେକ୍ ଆଇଡି ମାନଙ୍କୁ ସାଇବର କ୍ରାଇମ ଥାନା ଆଉ ଲୋକାଲ ପୋଲିସ ଷ୍ଟେସନ ସବୁ କ'ଣ କରୁଛନ୍ତି? କ'ଣ କିଛି ନାହିଁ। ମାନେ ସୋସିଆଲ ମିଡିଆରେ ମାନେ ଧଜିଆ ଉଡଉଛନ୍ତି। ତାକୁ ଏମାନେ ଯୋଉ ପଇସା କୋଉଠୁ ପାଇଲେ ଏ ଫୋନ କିଣିବା ପାଇଁ? ଯୋଉଟା କିଣୁଛନ୍ତି କିଣନ୍ତୁ, ଆପଣଙ୍କର ଫୋନ ଆପଣଙ୍କର ଅଧିକାର ସାବ୍ୟସ୍ତ କରନ୍ତୁ, ଆମର କିଛି ସେଥିରେ ନାହିଁ। କିନ୍ତୁ ଡୋଣ୍ଟ ଗିଭ୍ ଏନି ବ୍ୟାଡ୍ କମେଣ୍ଟସ୍ ଟୁ ଏନିବଡି ଏଲ୍ସ। ଇଟ୍ସ ମାଇ ରିକ୍ୱେଷ୍ଟ ବିଫୋର ଦି ପବ୍ଲିକ ଅଲସୋ। ସାର୍ ଯଦି ବ୍ୟାଡ୍ କମେଣ୍ଟସ୍ କଥା କହିବା, ଏବେ ଉପମୁଖ୍ୟମନ୍ତ୍ରୀ ଗୋଟେ କହିଛନ୍ତି ଯେ ଆଇନ ମନ୍ତ୍ରୀ କହିଛନ୍ତି ଯେ ଏଇ ସବୁ ଉପରେ ଗୋଟେ ଆଇନ ଆସିବ ନିଶ୍ଚିତ ଭାବରେ। ଆପଣ କ'ଣ ସ୍ୱାଗତ କରୁଛନ୍ତି? IT Act 2000 ଅଛି, ଯଦି ସ୍ୱତନ୍ତ୍ର ଭାବରେ ଆଇନ ଆଣୁଛନ୍ତି ଆମେ ବି ତାଙ୍କ ପାଖରେ ସ୍ୱାଗତ ଯୋଗ୍ୟ ଆମେ ନିଜେ ପ୍ରକାଶ କମେଣ୍ଟସକୁ ନେଇକି କାହିଁକି ଏତେ ଆଗ୍ରେସିଭ? ଆଜ୍ଞା କ'ଣ ମାନେ ଧଜିଆ ଉଡେଇବେ, ଭାଷା ଅଭାଷା ଲଗେଇବେ? କ'ଣ ପାଇଁ ଭାଷା ଲଗେଇବେ? ପୁଣି ଦେଖିଛି ବି ମାନେ କ'ଣ ବାଉଁଶ କିଳା ଫିଳା ସବୁ ମାନେ ଏସବୁ ବହୁତ କଥା ବି ମାନେ ଭାଷା ଲଗାଉଛନ୍ତି। ତା ଛଡ଼ା ଯୋଉ ଅବେଗା କଥାବାର୍ତ୍ତା କରୁଛନ୍ତି ଏଗୁଡ଼ାକ ଆଜ୍ଞା ଭଲ ନାହିଁ। ଏଇଟା ପାଇଁ ମୁଁ ବେଶୀ ଡିସକ୍ଲୋଜ କରୁନି। ସେ ଅନୁସାରେ ଆଜ୍ ପର୍ ଦି ଲ କେତେ ଜଣଙ୍କ ନାଁରେ ଇଏ ହବ ମୁଁ ସେଇଟା ବି ଏବେ ଡିସକ୍ଲୋଜ କରୁଛି। ପାଖାପାଖି ଲୋକ କମେଣ୍ଟସ କରୁଛନ୍ତି, କେତେଟା ଅଛନ୍ତି ସେଟା ଆସିବନି କି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ? ନାଇଁ ଆମର କେସ୍ରେ ସ୍କାନରରେ ଆମ କେସ୍ ଉପରେ ଯେତିକି ଜଣ ସବୁ ଦେଇଛନ୍ତି ତାରି ଉପରେ ମୁଁ ଯାଉଛି। ମୁଁ
ଆଉ ଆଉ କାହା ଉପରେ କ'ଣ କଥା ମୁଁ ସେ ବିଷୟରେ କହିପାରିବି।